ଧରେଦାତ୍ମନାତ୍ମାନମ୍ ଆତ୍ମାନମ୍ ନ ଅବସାଦୟେତ୍। ଆରେ ତୁ ତଳକୁ ପତନମୁଖୀ କାହିଁକି ହଉଛୁ ଜୀବ? ଉଦ୍ଧରେଦାତ୍ମନାତ୍ମାନମ୍। ଜଗନ୍ନାଥ କହୁଛନ୍ତି ନିଜକୁ ଉଠେଇ ନେ, ଉପରକୁ ଉଠେଇ ନେ। ତୋର ଯଦି ଶକ୍ତି ନାହିଁ ମତେ ଆଶ୍ରା କର, ମୁଁ ତତେ ଉପରକୁ ଉଠେଇ ନେବି, ତତେ ପତିତ ହବାକୁ ଦେବି ନାହିଁ, ପତନରୁ ମୁଁ ରକ୍ଷା କରିବି, ପତନରୁ ମୁଁ ତ୍ରାଣ କରିଦେବି ତତେ। ଏଇ ଦୃଷ୍ଟିରୁ ସେଥିପାଇଁ ଭକ୍ତ ବୋଧେ ସବୁବେଳେ ପତିତ ପାବନ ବାନାକୁ ଚାହିଁ ମଧ୍ୟ ପ୍ରଭୁଙ୍କୁ ଏଇ କଥା କହୁଥାଏ ଯେ ପ୍ରଭୁ ମତେ ଉଦ୍ଧାର କରିଦିଅ ଏଇ ପୃଷ୍ଠଭୂମିରୁ। ଆଉ ଗୋଟେ ୟାର ନାଁ ହଉଛି ଦୁର୍ଗା ମାଧବ ବାବୁ। ଏଇଟା ହଉଛି ମାନେ ଆପଣଙ୍କର ଅନ୍ତର୍ବେଦୀ ମହୋତ୍ସବ, ମହାବେଦୀ ମହୋତ୍ସବ। ଅନ୍ତର୍ବେଦୀ ମହୋତ୍ସବ, ଯୋଉ ମହାବେଦୀ ମହୋତ୍ସବ ବୋଲି ୟାକୁ କାହିଁ କୁହାଯାଉଛି ନା ଅନ୍ତର୍ବେଦୀ ଯୋଉ ଗୁଣ୍ଡିଚା ଘର ଯୋଉ ଯଜ୍ଞବେଦୀ ବା ଜନ୍ମବେଦୀ, ସେ ବେଦୀଟି ହେଉଛି ଗୋଟେ ପ୍ରତୀକ। ପ୍ରକୃତରେ ଜଗନ୍ନାଥ ସ୍ୱାମୀ ଇଏ ନୀଳାଚଳକୁ ଛାଡ଼ି ସୁନ୍ଦରାଚଳର ସେଇ ବେଦୀକୁ ମଣ୍ଡନ କରିବାର ଅର୍ଥ ହେଉଛି ଯେ ସେ ଯେଉଁ ମାଧୁର୍ଯ୍ୟର ବେଦୀ ଅଛି, ସେ ବେଦୀଟି ହେଉଛି ପ୍ରକୃତରେ ଭକ୍ତର ହୃଦୟ ଏବଂ ମଣିଷର ଭିତରେ ଯେଉଁ ବେଦୀ ଅଛି। କାହିଁକି ନା ଏଇ ଯେଉଁ ରଥ ଆପଣ ଦେଖୁଛନ୍ତି, ଏଇ ଯେଉଁ ମନ୍ଦିର ଆପଣ ଦେଖୁଛନ୍ତି, ଆମର ପଞ୍ଚସଖା ଯୁଗୀୟ ସାଧକମାନେ ସବୁବେଳେ ଉନ୍ମୁକ୍ତ କଣ୍ଠରେ କଥାକୁ କହିଛନ୍ତି ଯେ ଏ ଯେଉଁ ମନ୍ଦିର ଯାହାକୁ କହୁଛ, ମନ୍ଦିର ବୋଲି ଯାକୁ କହି ନିଶ୍ଚୟ ସେ ତ ହର ଦେହି। ପୁଣି କହୁଛନ୍ତି ରଥ ବୋଲି ନ ଯାକୁ କହି ନିଶ୍ଚୟ ସେ ତ ହର ଦେହି। ଆରେ ମନ୍ଦିର ବୋଲି ଯାହାକୁ କହୁଛୁ ସେ ତୋର ଦେହ, ଇଏ ରଥ ବୋଲି ଯାହାକୁ କହୁଛୁ ସେ ମଧ୍ୟ ତୋର ଦେହ। ଯଦି ଏଇ ଦୃଷ୍ଟିରୁ ବିଚାର କରିବା, ରଥ ଉପରେ ଯେଉଁ ବେଦିକା ଉପରେ ଯେଉଁ ସିଂହାସନ ଉପରେ ଭଗବାନ ବସିଛନ୍ତି, ସିଏ ଯେତେବେଳେ ସେ ବେଦୀକୁ ମଣ୍ଡନ କରିବେ, ସେ ବେଦୀ ମଧ୍ୟ ହେଇଯିବ ତାହା, ଅର୍ଥାତ୍ ତାହା ହେଉଛି ବ୍ରହ୍ମବେଦୀ ଏବଂ ଆମର ହୃଦୟଟି ହେଉଛି ସେଇ ବେଦୀ। ଅନ୍ତର୍ବେଦୀ ମହୋତ୍ସବ ଏଇଥିପାଇଁ କୁହାଯାଉଛି, ହେ ଭକ୍ତ ତୋର ଅନ୍ତର, ତୋର ହୃଦୟ ହେଉଛି ପ୍ରକୃତରେ ସେଇ ବେଦୀ, ଯେଉଁ ବେଦୀ ଉପରେ ଜଗନ୍ନାଥ ନିତ୍ୟ ବିରାଜମାନ କରିଛନ୍ତି। ଆହା, କେବେ ଏ ଭାଗ୍ୟ ହବ ସାଧକର? ହେ ପ୍ରଭୁ ବିରାଜ ବିରାଜ ଦେବ, ହେ ମଙ୍ଗଳମୟ, କି ଅମୃତ ଭାବେ ପୁରୀ ମୋର ଏ ହୃଦୟ, ତୁମର ଓଙ୍କାରମୟୀ ବାଣୀ ନିରନ୍ତର, ପବିତ୍ର ଝଙ୍କାରେ ପୁରୁ ଏ ପ୍ରାଣ କନ୍ଦର। ତେଣୁ ମହାପ୍ରଭୁ ଆପଣ ଖାଲି ରଥରେ ବିଜେ କଲେ ହବନି, ଆପଣ ଖାଲି ରତ୍ନ ସିଂହାସନରେ ବିଜେ କଲେ ହବନି, ଆପଣ ଖାଲି ଆପଣଙ୍କର ଜନ୍ମ ବେଦୀରେ ବିଜେ କଲେ ହବନି, ଭକ୍ତର ଅନ୍ତର ବେଦୀ, ହୃଦୟ ବେଦୀରେ ମଧ୍ୟ ଆପଣ ବିରାଜମାନ କରନ୍ତୁ। ହେ ସର୍ବେଶ୍ୱର, ହେ ଦୀନନାଥ, ହେ କୃପା ସିନ୍ଧୁ, ହେ ଦୀନବନ୍ଧୁ।